ରାହୁଲଙ୍କ ଗସ୍ତରେ ଭୁବନେଶ୍ୱର ଚଳଚଞ୍ଚଳ। ଦୀର୍ଘ 1 ବର୍ଷ ବ୍ୟବଧାନ ପରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିଛନ୍ତି। ରାହୁଲ ଗାନ୍ଧୀଙ୍କ ଗସ୍ତରେ ଭୁବନେଶ୍ୱର କଂଗ୍ରେସମୟ ହୋଇଯାଇଥିଲା। ସାରା ଜିଲ୍ଲାର କଂଗ୍ରେସ କର୍ମୀ ତାଙ୍କ ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କୁ ଦେଖିବା ପାଇଁ ଭୁବନେଶ୍ୱର ଆସିଥିଲେ। ଆଉ ରାହୁଲ ଗାନ୍ଧୀଙ୍କ ପାଖରୁ ଗୁରୁମନ୍ତ୍ର ନେଇ ନିଜ ନିଜ ଜିଲ୍ଲାକୁ ବାହୁଡ଼ି ଯାଇଥିଲେ। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶା ଡ୍ରାଇଭର ମହାସଂଘ ଦ୍ୱାରା ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲୁ ରହିଛି। କିନ୍ତୁ ରାହୁଲ ଗାନ୍ଧୀଙ୍କ ଏହି ଓଡ଼ିଶା ଗସ୍ତରେ ଓଡ଼ିଶା କଂଗ୍ରେସଙ୍କ ଅନୁରୋଧ କ୍ରମେ କଂଗ୍ରେସ କର୍ମୀ ଆସୁଥିବା ଗାଡ଼ିକୁ ଅଟକା ନ ଯିବା ସମସ୍ତଙ୍କୁ ଚକିତ କରିଦେଇଛି। ଡ୍ରାଇଭର ମହାସଂଘର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା ଚାଲିଥିବା ବେଳେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣ ଜନତା ଡ୍ରାଇଭର ମହାସଂଘ ପ୍ରତି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏମିତିକି ଡ୍ରାଇଭର ମହାସଂଘ ଉପରେ ସୋସିଆଲ ମିଡିଆରେ ବିଭିନ୍ନ ସମାଲୋଚନା ଘୁରି ବୁଲୁଥିବାର ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କ ଏହି ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଓଡ଼ିଶାରେ ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା। ଓଡ଼ିଶା ଶାସନରେ ଏକ କଥାକୁହା ସରକାର ଶାସନ କରି ସାଧାରଣ ଜନତାଙ୍କୁ ମିଛ କହି ଚାଲିଛନ୍ତି। ପ୍ରତିଦିନ ଓଡ଼ିଶା ମାଟିରେ କିଛି ନା କିଛି ଅଘଟଣ ଘଟି ଚାଲିଥିବା ବେଳେ ରାଜ୍ୟ ସରକାର ସବୁ ଦେଖି ମଧ୍ୟ ଚିରନିଦ୍ରାରେ ଶୋଇ ରହିଛି। ରଥଯାତ୍ରାରେ ଅଘଟଣ ହେଉ କି ଗଣଦୁଷ୍କର୍ମ ହେଉ କିମ୍ବା ଚୋରି ହେଉ କି ହତ୍ୟା ହେଉ, ସବୁ ଜାଣି ମଧ୍ୟ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ଚୁପ୍ ରହିଥିବା ବେଳେ ଏକ ସ୍ୱତନ୍ତ୍ର ଓଡ଼ିଶା ସୃଷ୍ଟି କରିବା ପାଇଁ କଂଗ୍ରେସ ସବୁବେଳେ ଆପଣମାନଙ୍କ ସହିତ ରହିଛି ବୋଲି ରାହୁଲ ଗାନ୍ଧୀ ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ପ୍ରକାଶ କରିଥିଲେ। ବ୍ୟୁରୋ ରିପୋର୍ଟ, এবি নিউজ।